ବନ୍ଧୁଗଣ ନମସ୍କାର। ମୁଁ ଏକ ବାର୍ତ୍ତା ଆପଣମାନଙ୍କୁ ଦେଉଛି। ଆମେ ଯେତେବେଳେ ସାନ ହୋଇଥାଉ ଏବଂ ବିଦ୍ୟାଳୟକୁ ଶିକ୍ଷା ଲାଭ କରିବା ପାଇଁ ଯାଉଥାଉ, ସେହି ସମୟରେ ଆମର ବାପା ମା ମାନେ ପରିଶ୍ରମ କରି କିଛି ଅର୍ଥ ଦିଅନ୍ତି ଆମକୁ ଶିକ୍ଷା ଲାଭ କରିବା ପାଇଁ। ଆଉ ସେମାନେ ସ୍ୱପ୍ନ ଦେଖନ୍ତି ଯେ ଆମର ପୁଅ କିମ୍ବା ଝିଅ ଦିନେ ଭଲ ମଣିଷଟେ ହେବ ଆଉ ଉନ୍ନତି କରିବ ବୋଲି। ବନ୍ଧୁଗଣ, ଆମେ ପାଠ 10th +2 +3 ପଢ଼ି ସାରିବା ପରେ ଆମେ ସରକାରୀ ଚାକିରି ଖଣ୍ଡିକ ପାଇଁ ଆଶା କରି ରହିଥାଉ। ଯଦି ସରକାରୀ ଚାକିରି ନ ମିଳିଲା ତେବେ ଆମେ ବାପା ମାଆକୁ ସହଯୋଗ ନ କରି ଏପଟ ସେପଟ ହୋଇଥାଉ। ତେଣୁ ବନ୍ଧୁଗଣ, ଆପଣମାନଙ୍କୁ ମୋର ରିକ୍ୱେଷ୍ଟ, ଆଜିକାଲି ଦୁନିଆରେ ଜନସଂଖ୍ୟାର ବୃଦ୍ଧି ଯୋଗୁଁ ସରକାରୀ ଚାକିରିର ଅଭାବ ହେଲାଣି। ତେଣୁ ଆପଣମାନେ ଟିକେ ଚିନ୍ତା କରନ୍ତୁ। ଆମେ ପାଠ ପଢ଼ୁଛୁ କେବଳ ସରକାରୀ ଚାକିରି ଖଣ୍ଡିକ ପାଇଁ ନୁହେଁ, ଆମେ ପାଠ ପଢ଼ୁଛୁ ଆମର ଜ୍ଞାନ ଅର୍ଜନ କରିବା ପାଇଁ ଏବଂ ଆମର ଉନ୍ନତି କରିବା ପାଇଁ। ତେଣୁ ଆମେ ଚାକିରି ନ ପାଇଲେ ଆମେ ଭାଙ୍ଗି ପଡ଼ିବା ନାହିଁ। ଆମେ ବିଜନେସ୍ କରିବା। କଥାରେ ଅଛି ବାଣିଜ୍ୟ ବସତେ ଲକ୍ଷ୍ମୀ। ତେଣୁ ମୋର ସମସ୍ତଙ୍କୁ ଅନୁରୋଧ, ଆପଣମାନେ ପାଠ ପଢ଼ି ସାରିବା ପରେ ଚାକିରି ନ ପାଇଲେ ଭାଙ୍ଗି ପଡ଼ନ୍ତୁ ନାହିଁ, କିଛି ବିଜନେସ୍ କରନ୍ତୁ। ବର୍ତ୍ତମାନ ବିଜନେସ୍ ହିଁ ବହୁତ ଅଗ୍ରଗତି ହେଉଛି। ତେଣୁ ଏହି ବାର୍ତ୍ତାଟି ଆପଣମାନଙ୍କୁ ଭଲ ଲାଗିଲେ ନିହାତି ସେୟାର, ଲାଇକ୍ ଏବଂ କମେଣ୍ଟ କରିବେ।